ପୁଣ୍ୟ କାର୍ତ୍ତିକର ଶେଷ ପାହାନ୍ତିରେ ଧର୍ମ ଡଙ୍ଗା ଭସାଇବା ଆ କା ମା ବଇ ପାନ ଗୁଆ ଥୋଇ ଏହା ନିଶ୍ଚୟ କହିଦେବା। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ପୁଣ୍ୟ ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା। ଆସନ୍ତୁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ବେଳେ ଆମେ ସାଧାରଣତଃ କହିଥାଉ ଆ କା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧରମ ମୋର। ଏହା କ'ଣ ପାଇଁ କହିଥାଉ? ଏହାର ବିଶେଷତ୍ୱ ଜାଣିବା ଏବଂ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କଲାବେଳେ କେଉଁ ସବୁ ଉପାୟ ନିହାତି କରିବେ, ଯାହାଫଳରେ ସେହି ଦେବାଦେବୀଙ୍କ ବିଶେଷ କୃପା ଓ କରୁଣା ସାଙ୍ଗରେ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଏବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସରେ ଆମେ ଡଙ୍ଗା ଭସାଇବା ସମୟରେ ଆ କା ମା ବଇ କ'ଣ ପାଇଁ କହିଥାଉ? ଆ ଅର୍ଥ ଆଷାଢ଼, କା ଅର୍ଥ କାର୍ତ୍ତିକ, ମା ଅର୍ଥ ମାର୍ଗଶିର, ବଇ ଅର୍ଥ ବୈଶାଖ। ଏହି ପୁଣ୍ୟ ମାସରେ ଯେଉଁ ସବୁ ଧର୍ମ ଅର୍ଜନ କରିଛୁ ସେ ପୁଣ୍ୟଫଳ ଆମକୁ ମିଳୁ ବୋଲି ଭଗବାନଙ୍କ ପାଖରେ ନିବେଦନ କରି ଏହା କୁହାଯାଇଥାଏ ଏବଂ କିଛି ଗବେଷକଙ୍କ ମତରେ ଏହା ତେଲୁଗୁ ଶବ୍ଦରୁ ଆସିଅଛି। ତେଲୁଗୁ ମହିଳାମାନେ ସମୁଦ୍ରକୁ ମା ଏବଂ ଭଉଣୀ ବୋଲି ସମ୍ବୋଧନ କରିଥାନ୍ତି। ତେଣୁ ହେ ଆମା ମାନେ ହେ ମା, ହେ ଆକ୍କା ମାନେ ମା ଭଉଣୀ। ଏହି ସାମୁଦ୍ରିକ ବିପଦରୁ, ବନ୍ୟା ବାତ୍ୟାଠାରୁ ଆମ ସ୍ୱାମୀମାନଙ୍କୁ ରକ୍ଷା କର ବୋଲି କହିଥାନ୍ତି। ଆକ୍କା ଆମା ବଇ, ବଇ ଶବ୍ଦର ଅର୍ଥ ହେଉଛି ରକ୍ଷା କରନ୍ତୁ। ସେଇଥିପାଇଁ ଆ କା ମା ବଇ ଶବ୍ଦର ପ୍ରଚଳନ ବୋଲି କିଛି ଗବେଷକ କହିଥାନ୍ତି ଏବଂ ଆଉ କିଛି ମତ ପ୍ରକାଶ ପାଏ ଯେ ପୂର୍ବରୁ କଳିଙ୍ଗ ସାଧବ ପୁଅମାନେ ବାଣିଜ୍ୟ କରିବା ପାଇଁ 4ଟି ସ୍ଥାନକୁ ଯାଇଥାନ୍ତି। ଆ ମାନେ ଆଣ୍ଡାମାନ, କା ମାନେ କମ୍ବୋଡ଼ିଆ, ମା ଅର୍ଥ ମାଳଦ୍ୱୀପ ଏବଂ ବଇ ଅର୍ଥ ବୋର୍ନିଓ। ଏହି ଶବ୍ଦରୁ ଆ କା ମା ବଇ ଶବ୍ଦଟି ଆସିଅଛି ବୋଲି କୁହାଯାଏ। ଏମିତି ଅନେକ ମତ ପ୍ରକାଶ ପାଏ। ଏବେ ଆମେ ଜାଣିବା ମନ୍ଦିର ଦର୍ଶନ କରିବା ବେଳେ କେଉଁ ସବୁ ବିଶେଷ କାର୍ଯ୍ୟ ପ୍ରତି ଧ୍ୟାନ ଦେବା, ଯାହାଫଳରେ ଆମକୁ ସେହି ଦେବାଦେବୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ଆମେ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରିସାରିବା ପରେ 3 ଥର କିମ୍ବା 7 ଥର କିମ୍ବା 11 ଥର ମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରନ୍ତୁ। ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ ଏବଂ ମନ୍ଦିରକୁ ପ୍ରବେଶ କରିବା ବେଳେ ଆମେ ମନ୍ଦିରର ଘଣ୍ଟି ବଜାଇଥାନ୍ତି। ସେହି ଘଣ୍ଟି ବଜାଇବା ସମୟରେ ଆପଣ ଅତି କମ୍ରେ 30 ସେକେଣ୍ଡ ସେ ଘଣ୍ଟି ତଳେ ଠିଆ ହେବାକୁ ଚେଷ୍ଟା କରନ୍ତୁ। ଏହା ଫଳରେ ଘଣ୍ଟିର ଯେଉଁ ସକାରାତ୍ମକ ଉର୍ଜା ଆପଣଙ୍କ ଉପରେ ପଡ଼ିବ ଏବଂ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ମାନି ନିଅନ୍ତୁ କି ଏହା ସେହି ଦେବାଦେବୀଙ୍କର ଆଶୀର୍ବାଦ। ଯଦି ଆପଣ କେଉଁଠାରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉଛନ୍ତି, ତେବେ ଦର୍ଶନ କରିସାରିବା ପରେ କିଛି ସମୟ ମନ୍ଦିରର ସାମ୍ନାରେ କିମ୍ବା ମନ୍ଦିରର ଅଗଣାରେ ବସିବାକୁ ଚେଷ୍ଟା କରନ୍ତୁ ଏବଂ ଅତି କମ୍ରେ 10ରୁ 15 ମିନିଟ୍ ବସନ୍ତୁ ଏବଂ ମାଙ୍କୁ ମନର କଥା କୁହନ୍ତୁ, ନିବେଦନ କରନ୍ତୁ। ଦେଖିବେ ଆପଣଙ୍କର ଦୁଃଖ ନିଶ୍ଚୟ ଦୂର ହୋଇଯିବ। ମା ମହାଲକ୍ଷ୍ମୀଙ୍କ ପାଖରେ କିଛି ସମୟ କାଟନ୍ତୁ, ମନର କଥା ତାଙ୍କୁ କୁହନ୍ତୁ। ଏବେ ମୋର ଡଙ୍ଗା ଭସା ସରିଲା। ଘରକୁ ଆସି କାଳିଆ ସାଆନ୍ତ ଓ ରାଇ ଦାମୋଦରଙ୍କର
ପୂଜା ସାରି ମୁଁ ଏବେ ଚଉରା ପୂଜା କରିଛି। ଦେଖନ୍ତୁ ମୁଁ ଚଉରା ମୂଳରେ ମୁରୁଜ ପକାଇଛି। ଆପଣ ମନେ ରଖିବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆପଣ ଚଉରା ମୂଳରେ ଗୋଟିଏ ବୋଇତର ମୁରୁଜ ନିହାତି ପକାନ୍ତୁ। ଏହା ଫଳରେ ଆମର ଐତିହ୍ୟ ଓ ପରମ୍ପରା ବଜାୟ ରହିବ ଏବଂ ଆମେ ସାଧବ ପୁଅ ଏବଂ ସେହି ନୌବାଣିଜ୍ୟକୁ ମନେ ପକାଇବା। ମୁଁ ଏଠି ବୋଇତର ମୁରୁଜ ପକାଇ ନାହିଁ, କିନ୍ତୁ ଆସନ୍ତା ବର୍ଷକୁ ନିଶ୍ଚୟ ଚେଷ୍ଟା କରିବି ଗୋଟିଏ ସୁନ୍ଦର ବୋଇତର ମୁରୁଜ ପକାଇବା ପାଇଁ। ସଂସାରର ମଙ୍ଗଳ ହେଉ, ଜଗତର କଲ୍ୟାଣ ହେଉ, ସମସ୍ତଙ୍କ ମନରେ ସୁଖ ଶାନ୍ତି ଆନନ୍ଦ ଭରି ରହୁ, ସମସ୍ତେ ଖୁସିରେ ରୁହନ୍ତୁ, ସୁଖରେ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ରହୁଛି, ପୁଣି ଆଉ ଏକ ନୂଆ ଭିଡ଼ିଓକୁ ନେଇ ଆସିବି। ଜୟ ଶ୍ରୀକୃଷ୍ଣ, ଜୟ ବାଲ ଗୋପାଳ, ଜୟ ଶ୍ରୀ ଜଗନ୍ନାଥ।